1 ତାରିଖ ପର୍ଯ୍ୟନ୍ତ ନାହିଁ, ମୁଁ ପାଖାପାଖି 5 ତାରିଖ ପର୍ଯ୍ୟନ୍ତ ରହେ ଏବଂ ସାରା ମଣ୍ଡଳୀରେ ବିଭିନ୍ନ କାଥୋଲିକ ହଉ, ବାପ୍ଟିଷ୍ଟ ହଉ, ପେଣ୍ଟିକୋଷ୍ଟ ହଉ, ବିଭିନ୍ନ ଜାଗାରେ ବିଭିନ୍ନ କିଛି ଥାଏ। ସେମାନେ ସମସ୍ତେ ପ୍ରଭୁଙ୍କର ଦାସମାନେ, ଆପଣମାନେ କାମ କରୁଛନ୍ତି। ମୋର ଖ୍ରୀଷ୍ଟ ପ୍ରେମର ଭାଇ ଭଉଣୀ ମାନଙ୍କୁ ମୁଁ ଏତିକି କହିବି, ଏ ଦେଶରେ ଆମେ ଗୋଟେ ଭାରତୀୟ ନାଗରିକ ଅଛୁ। ଆମେ ବିଧାନସଭା ହଉ, ପାର୍ଲାମେଣ୍ଟ ହଉ, ଆପଣମାନଙ୍କ ମାଧ୍ୟମରେ ନିର୍ବାଚିତ ହେଉଛନ୍ତି। ସାଧାରଣ ୱାର୍ଡ ମେମ୍ବର ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଆମେ ଏଇ ଯୋଉ ଗଣତନ୍ତ୍ରର ବିଧି ବ୍ୟବସ୍ଥା ଅନୁସାରେ ବିଧାନସଭାରେ ମଧ୍ୟ ମୁଁ ଆପଣମାନଙ୍କର ପାଇଁ ଗର୍ଜନ କରିଛି। ବିଧାନସଭାରେ ମୋର ଖ୍ରୀଷ୍ଟ ପ୍ରେମର ଭାଇ ଓ ଭଉଣୀ ମାନଙ୍କର ଛାତ୍ରଛାତ୍ରୀଠୁ ଆରମ୍ଭ କରି ଧର୍ମକ୍ଷେତ୍ର ସରକାରଙ୍କୁ ସମାଲୋଚନା ମୁଁ କହିଲି ଆଦିବାସୀ, ଆପଣ ଆଦିବାସୀ, ଧର୍ମ ଅନେକ ହେଇପାରେ, ଆମର ଏଠି ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଚାଲିଛି ଦେଶ। ତେଣୁ ଆପଣ ସିଟ୍ ପାଇବା ପାଇଁ ଯେ ବ୍ୟବସ୍ଥାରେ ଆସୁଛି ଆମେ ମନା ନାହିଁ, ଦ୍ୱିମତ। କିନ୍ତୁ ଏ ଦେଶ ଗୋଟେ ଗଣତନ୍ତ୍ର ରାଷ୍ଟ୍ର, ସବୁ ଧର୍ମ ସମାନ ଦୃଷ୍ଟିକୋଣରେ ଦେଖିବା ହେଉଛି ଆପଣଙ୍କର ଦାୟିତ୍ୱ। ତେଣୁ ଗୋଟିଏ ପାଖରେ ହେଲେ ଏ ପୃଥିବୀ ଚଳିବ ନାହିଁ, ଏ ଦେଶ ଚଳିବ। ଏ କଥା କହିବାର ଅର୍ଥ ହେଲା, ଭାଇମାନେ ଭଉଣୀମାନେ, ଆପଣମାନେ ଜାଣିଥିବେ ବିଶେଷଭାବେ ଆପଣମାନେ ଆଜିକାଲି ତ କିଛି ଲୋଚା ଛପା ନାହିଁ, ଆପଣମାନେ ୟୁଟ୍ୟୁବରେ ମଧ୍ୟ ସବୁ ଦେଖୁଛନ୍ତି। ମୁଁ ଅଧିକ କିଛି କହିବା ପାଇଁ ଚାହୁଁଛି। ଏବେ ମୋହନାରେ ଗୋଟେ ଖ୍ରୀଷ୍ଟ ମାଷ୍ଟର ନ୍ୟାସନାଲ ଇଣ୍ଟରନ୍ୟାସନାଲ ଡେ, ଆମର ଖ୍ରୀଷ୍ଟ ମାସର ପର୍ବ ପାଳନ କରାଯାଇଥିଲା ମୋହନା ହାଇସ୍କୁଲ ପଡ଼ିଆରେ। ଫୁଲବାଣୀରୁ ଆସିଥିଲେ, ରାୟଗଡ଼ାରୁ ଆସିଥିଲେ, ଗଜପତିରୁ, ଗଞ୍ଜାମରୁ ଆସିଥିଲେ। ସେଇଠି ବକ୍ତା ମାନେ, ମାଷ୍ଟର ସିଷ୍ଟର ମାନେ ସମସ୍ତେ ମଧ୍ୟ ସେଇ ଅଭିଭାଷଣ ଆପଣମାନେ ଦେଖୁଥିବେ, ମୋର ୟୁଟ୍ୟୁବରେ ବି ଘୁରି ବୁଲୁଛି। ମୁଁ ଏ କଥା କହିବାର ଦାଶରଥୀ ଗମାଙ୍ଗ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି, ଏ ଦୁନିଆରେ ପ୍ରଭୁ ମତେ ଯେତେ ଦିନ ପର୍ଯ୍ୟନ୍ତ ରଖିଛନ୍ତି, ଆପଣମାନଙ୍କର ଯେକୌଣସି ପରିସ୍ଥିତିରେ, ଯେକୌଣସି ସମୟରେ କଣ ଅସୁବିଧା ଥିଲେ ବି ଆପଣମାନେ ମଧ୍ୟ ନିଶ୍ଚୟ ଭାବରେ ଫୋନ କରନ୍ତୁ। ତତ୍କ୍ଷଣାତ ମୁଁ ନିଶ୍ଚିତ ଭାବରେ ପହଞ୍ଚିବା ଏବଂ ତାର ସମାଧାନ ବ୍ୟବସ୍ଥା କରିବି। ମୋହନାରେ ଏବେ ଗୋଟେ କଥା ହେଇଥିଲା, ପ୍ରି ଖ୍ରୀଷ୍ଟମାସ ଦିନ ବି ମୁଁ କହିଥିଲି, ପୋଲିସ ବନ୍ଧୁମାନଙ୍କୁ ମୁଁ ଧନ୍ୟବାଦ ମଧ୍ୟ ସେଇ ସମୟରେ ଦେଇଥିଲି ଯେ କିଛି ଚାନ୍ସରେ କିଛି ଗୋଟେ ଖରାପ ବାତାବରଣ ସୃଷ୍ଟି ପାଇଁ ଯୋଉଟା ଯାଉଥିଲା ତାକୁ ତତ୍କ୍ଷଣାତ ବନ୍ଦ କରିବା ପାଇଁ ଯୋଉ ସୁଯୋଗ ଦେଲେ, ପ୍ରଭୁଙ୍କୁ ଧନ୍ୟବାଦ ଦେବି, ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେବି। କାହିଁକି ନା ମୁଁ ଯେତେବେଳେ ପ୍ରାର୍ଥନା କରିଲି, ଯେତେବେଳେ ମୁଁ ଫୋନ କରିଲି, ଇମିଡିଏଟଲି ଗୋଟେ ସେକେଣ୍ଡ ଭିତରେ ଆକ୍ସନ ନେଇକରି ସବୁ କାମ ସଂଶୋଧନ ହେଇଗଲା। ସେଇଥିପାଇଁ ପ୍ରଭୁଙ୍କୁ ପୁଣି ଥରେ ଆଜିର ଦିନରେ ଧନ୍ୟବାଦ ଦେବା ପାଇଁ ହାଲେଲୁୟା। ମୁଁ ଆଜି ଏଇଥିପାଇଁ ଗାଁ ଗାଁରେ, ମଣ୍ଡଳୀରେ ବୁଲେ। 25 ତାରିଖ ଦିନ ମଧ୍ୟ ଆମର ସେପଟେ ବହୁତ ମଣ୍ଡଳୀ ଯାକର ବୁଲିଲି। ରାତି 10ଟା 11ଟା ପର୍ଯ୍ୟନ୍ତ ମୁଁ ଯୋଉ ମଣ୍ଡଳୀ ପାଖରେ ଯାଇ ଠିଆ ହେଇକି ମଧ୍ୟ ଯାଇଛି। କୌଣସି ଜାଗାରେ ଭୟ ତ୍ରୁଟି ଥିଲେ ମୋତେ ଆପଣମାନେ ଇମିଡିଏଟଲି ଜଣାଇବେ ଫୋନ। ତେଣୁ ମୋର ଫୋନ ନମ୍ବର ଯଦି କାହା ପାଖରେ ଥିବ ନଥିବ, ଫୋନ ନମ୍ବର ବି ଲେଖନ୍ତୁ 9437259364। ଆଉ ଥରେ ଡାକୁଛି 9437259364। ମୁଁ ଏ କଥା କହିବାର ହେଲା, ଆଜି ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ 2 ଥର ଆପଣମାନେ ମୋତେ ନିର୍ବାଚିତ କରାଇଛନ୍ତି। ପ୍ରଭୁଙ୍କର କାର୍ଯ୍ୟ
অনুষ্ঠান ପାଇଁ ଆମେ ଯେତିକି କାର୍ଯ୍ୟ କରିବା କଥା କରୁଥିଲୁ କିନ୍ତୁ ଏବେ ଟିକେ ଧିମେଇ ଯାଇଛି କଣ ପାଇଁ ଧିମେଇ ଯାଇଛି ଏବେ ମୁଁ ଜଷ୍ଟ କହୁଥିଲି ଆମର ପିଲାଟି ଗୋଟେ ତାକୁ ଡିଷ୍ଟ୍ରିକ୍ଟରେ କ୍ଲବ ପାଇଁ ତାକୁ ପୋଷ୍ଟିଂ ହେଇପାରିଲା ଧନ୍ୟବାଦ ଦେବି ପ୍ରଭୁଙ୍କୁ ନା ଅଟକି ଯାଉଥିଲା ଟିକେ ଆମର ପିଲାଟି ଗୋଟେ କୋଟାମାର ପିଲାଟି ଗୋଟେ ସେଠି ରହିଗଲା ଆମକୁ ଅଫିସିଆଲ ଫାଇଲ ପତ୍ର ପାଇଁ ସୁବିଧା ହେଇଛି ହାଲେଲୁୟା ଏଇଟା ହଉଛି କାହିଁକି ଆମର ପବିତ୍ର ପ୍ରଭୁକୁ ତାକୁ ଆମେ ଦେବା